ଭୁଲ କରିବେ ପ୍ରୁଫ୍ ରିଡର, ହେଲେ ବଦନାମର ପସରା ମୁଣ୍ଡାଇବେ ସରକାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଭୁଲ ପରେ ଭୁଲ। କମ୍ବଳ ସାରା ରୁମ ସଫା କରିବ କାହାକୁ? ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଲାଗୁ ହେଲା RT ବା ରାଇଟ୍ ଟୁ ଏଜୁକେସନ୍। ଆମୂଳଚୂଳ ହେଲା ପରିବର୍ତ୍ତନ, ବଦଳିଲା ପାଠ୍ୟପୁସ୍ତକ। ହେଲେ ଆଜି ପ୍ରତ୍ୟେକ ନ୍ୟୁଜ୍ ପେପରର ହେଡଲାଇନ୍ସ ହୋଇଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ 1678ଟି ଭୁଲ। ଯେଉଁ ଖବର ପଡ଼ିଲା ପରେ ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସମସ୍ତ ଗାର୍ଡିଆନ୍ ମାନେ ସରକାରଙ୍କ ଉପରେ ଖପା। ନ୍ୟାୟ ବିଚାର ପଦ୍ଧତିରେ ଯେମିତି ଅଛି 100 ଦୋଷୀ ପଛେ ଖସିଯାଉ, ହେଲେ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ, ସେହିପରି ଶିକ୍ଷା ବ୍ୟବସ୍ଥାର କଥା ପିଲା ପଛେ ଅପାଠୁଆ ରହିଯାଉ, ହେଲେ ଭୁଲ ପାଠ ନ ପଢ଼ୁ। ଜାତୀୟ ଶିକ୍ଷାନୀତି 2020କୁ ଆଧାର କରି ପ୍ରସ୍ତୁତ ହୋଇଛି ନୂତନ ପାଠ୍ୟକ୍ରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ହୋଇଛି। ଏପରିକି ସ୍କୁଲରେ ପିଲାଙ୍କୁ ବଣ୍ଟନ ମଧ୍ୟ କରାଗଲାଣି। ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ପାଠ୍ୟପୁସ୍ତକରେ ଭୁଲ ପରେ ଭୁଲ। କେଉଁଠି ବନାନ ଭୁଲ ତ ଆଉ କେଉଁଠି ମହାପୁରୁଷଙ୍କ ନାମ ବି ଭୁଲ। ଏମିତି ଓଡ଼ିଶା ବିଧାନସଭା ଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାକୁ ଚିତ୍ରକୁ ସ୍ଥାନିତ କରାଯାଇଛି। ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ନିୟମଗିରି, ସୁନନ୍ଦା ପଟ୍ଟନାୟକକୁ ସାନନ୍ଦ ପଟ୍ଟନାୟକ ବୋଲି ଦର୍ଶାଯାଇଛି। ନୀଳକଣ୍ଠ ଦାସଙ୍କ ନାମକୁ ନୀଳକଣ୍ଠ ଦାସ ଲେଖାଯିବା ସ୍ଥଳେ ଦନ୍ତେଶ ଜାଗାରେ ତାଲବେଶ ହୋଇଛି। ହୀରା ବଦଳରେ ସୁନା ବୋଲି ଲେଖାଯାଇଛି। ଡଙ୍ଗରିଆ ଜନଜାତିକୁ ଡୋଙ୍ଗରିଆ ଲେଖାଯାଇଛି। ଜିଲ୍ଲା ତ ଗଞ୍ଜାମ, ସହର ବ୍ରହ୍ମପୁର, କିନ୍ତୁ ବ୍ରହ୍ମପୁରକୁ କରିଦେଇଛନ୍ତି ଗୋଟେ ଜିଲ୍ଲା। ଏହିପରି 1678ଟି ଭୁଲ ଚିହ୍ନଟ ହୋଇଛି। ସର୍ବାଧିକ 705ଟି ଭୁଲ ଅଛି ଅଷ୍ଟମ ଶ୍ରେଣୀର ବହିରେ। ଏହି ସମସ୍ତ ଭୁଲକୁ ଖୋଦ୍ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସ୍ୱୀକାର କରିଛି। ଏହାର ସଂଶୋଧନ ପାଇଁ ତାଲିକା ପ୍ରସ୍ତୁତ କରିଛି। ଏହା ଗାର୍ଡିଆନ୍ ଏବଂ ଟିଚର ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି। ଜାତୀୟ ଶିକ୍ଷାନୀତି 2020 ଆଧାର କରି ପାଠ୍ୟକ୍ରମ ପ୍ରସ୍ତୁତ କରାଗଲା। ଏଥିପାଇଁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ସ୍କୁଲ ଶିକ୍ଷା 2025 ଅନୁଯାୟୀ ସମସ୍ତ ପାଠ୍ୟପୁସ୍ତକ ମଧ୍ୟ ପ୍ରସ୍ତୁତ ହେଲା। ନୂଆ ପାଠ୍ୟପୁସ୍ତକ ଅନୁଯାୟୀ ପିଲାମାନେ 2026-27 ଶିକ୍ଷାବର୍ଷରେ ପଢ଼ିବେ ବୋଲି ମଧ୍ୟ ନିଷ୍ପତ୍ତି ହେଲା। ସେହି ଅନୁଯାୟୀ ପ୍ରସ୍ତୁତି ଢେର ଆଗରୁ ଆରମ୍ଭ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପାଠ୍ୟପୁସ୍ତକ ପ୍ରସ୍ତୁତି ଦାୟିତ୍ୱ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ବା SCERTକୁ ଦିଆଗଲା। ବହି ପ୍ରସ୍ତୁତିରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ କରାଗଲା। ହେଲେ ବହିରେ ଏମିତି ମାଳ ମାଳ ଭୁଲ କିପରି ରହିଲା ବୋଲି ଶିକ୍ଷକ ସଂଘମାନେ ପ୍ରଶ୍ନ ଉଠାଇଛନ୍ତି। ଏମିତିକି ପ୍ରାଇଭେଟ ସ୍କୁଲ ଟିଚର, ଅଳ୍ପ କିଛି ଗଭର୍ଣ୍ଣମେଣ୍ଟ ସ୍କୁଲର ଟିଚରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି। ସବୁଠୁ ବଡ଼ ପ୍ରଶ୍ନ, ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇ ଛପା ହେବାକୁ ଯିବା ପୂର୍ବରୁ ଏହାର ପ୍ରୁଫ୍ ରିଡିଂ କରାଯାଇ ନାହିଁ ବୋଲି ଲାଗୁଛି। ଏପରିକି ବହି ଛାପିବା ସମୟରେ ଆଗୁଆ କିଛି ବହିକୁ ଆଣି ସମୀକ୍ଷା କରାଯାଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପଟେ ପାଠ୍ୟପୁସ୍ତକ ଭୁଲ ଥିବା କଥା ଖୋଦ୍ SCERT ମାନିଛି, କିନ୍ତୁ ହାଲକା ଭାବେ ଏହାକୁ ନେଇଛି। 2026-27 ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ହୋଇଯାଇଥିବା ବହି କେବଳ ଏକ୍ସପେରିମେଣ୍ଟାଲ ଏଡିସନ୍ ଭାବେ ଦିଆଯାଇଛି। ଏଥିରେ ସାମାନ୍ୟ ଭୁଲ ସବୁ ରହିଛି। ପ୍ରଶ୍ନ ଉଠୁଛି, ମହାପୁରୁଷଙ୍କ ନାମକୁ ଭୁଲ ଲେଖିବା କ'ଣ ସାମାନ୍ୟ ଭୁଲ? ଗଣିତରେ ସଂଖ୍ୟା ଭୁଲ ଲେଖିବା, ନିୟମଗିରିକୁ ଝାଡ଼ଖଣ୍ଡ ରାଜ୍ୟରେ ଲେଖିବା, ଧାନକୁ ଗହମ ଲେଖିବା, କାଚକୁ କପ୍ ଲେଖିବା, ସମୟକୁ ସମସ୍ତ ଲେଖିବା, ପଞ୍ଚଗଙ୍ଗାକୁ ପଚଗଙ୍ଗା ଲେଖିବା, 2500 ବର୍ଷ ପ୍ରାଚୀନ ଜିନିଷକୁ 500 ବର୍ଷର ଲେଖିବା କିପରି ସାମାନ୍ୟ ଭୁଲ ହୋଇଥାଇପାରେ? ହିମାଚଳୀ ଭାଷାକୁ ହିମାଚଳ ଭାଷା, ଆମ୍ବକୁ ଆମ, ଆନ୍ଧ୍ରପ୍ରଦେଶକୁ ଆନ୍ଧ୍ରପ୍ରଦେଶ, ସଦେଇ ବେରେଣୀକୁ ସଜେଇ ବେରେଣୀ, ବିଜୟକୁ ବିଷୟ, ଯତ୍ନକୁ ଯନ୍ତ୍ର, ତାପମାତ୍ରାକୁ ଚାପମାତ୍ରା, ପୂର୍ବତନକୁ ପୁନର୍ତନ, 300 ଶବ୍ଦକୁ 3000 ଶବ୍ଦ, ସିକୁ ସିଆ, ମୋଗଲକୁ ପୋଗଲ, ଡିମ୍ବକୋଷକୁ ଅଡିମ୍ବକୋଷ, ପେନସିଲକୁ ପେନିଲ, ବଗକୁ ବାଗ, ଖୁଦୁରୁକୁଣୀ ଓଷାକୁ ଖୁଦୁରୁକୁଣୀ, ଏମିତି କେତେ ଭୁଲ ଉଲ୍ଲେଖ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସର୍ବାଧିକ ଭୁଲ ଅଷ୍ଟମ ଶ୍ରେଣୀର ବହିରେ ହୋଇଛି। 705ଟି ଭୁଲ ଥିବା ଚିହ୍ନଟ କରାଯାଇଛି। ଏଥିରୁ ଜିଜ୍ଞାସା ବିଷୟରେ 294, ସଂସ୍କୃତରେ 114, ସାମାଜିକ ବିଜ୍ଞାନରେ 25, ସାହିତ୍ୟରେ 31, ଇଂରାଜୀରେ 12, ଗଣିତରେ 12ଟି ଭୁଲ ରହିଛି। ସେହିପରି ସପ୍ତମ ଶ୍ରେଣୀର ବହିରେ 327ଟି ଭୁଲ ଚିହ୍ନଟ କରାଯାଇଛି। ଏଥିରୁ ସଂସ୍କୃତରେ 84, ସାମାଜିକ ବିଜ୍ଞାନରେ 54, ହିନ୍ଦୀରେ 36, ଗଣିତରେ 4, ଜିଜ୍ଞାସାରେ 9ଟି ଭୁଲ ରହିଛି।
ଷଷ୍ଠ ଶ୍ରେଣୀ ବହିରେ 299ଟି ଭୁଲ ରହିଛି। ଏଥିରୁ ସାମାଜିକ ବିଜ୍ଞାନରେ 98, ସଂସ୍କୃତରେ 39, କୌଶଳ ବୋଧରେ 24, ଜସ୍ମିନରେ 14, ହିନ୍ଦୀରେ 10, ଗଣିତରେ 19, ସାହିତ୍ୟରେ 9ଟି ଭୁଲ ଚିହ୍ନଟ ହୋଇଛି। ପଞ୍ଚମ ଶ୍ରେଣୀରେ 75ଟି ଭୁଲ ମଧ୍ୟରୁ ଗଣିତରେ 31ଟି, ଭାଷାରେ 19, ପଲ୍ଲବୀରେ 13, ଆମ ବିଚିତ୍ର ବିଶ୍ୱରେ 4, ଖେଳ ଓ ଯୋଗରେ 5ଟି, କଳା ଶିକ୍ଷାରେ 3ଟି ଭୁଲକୁ ଚିହ୍ନଟ କରାଯାଇଛି। ଚତୁର୍ଥ ଶ୍ରେଣୀରେ 131ଟି ଭୁଲ ଚିହ୍ନଟ ହୋଇଛି। ଏଥିରୁ ଗଣିତରେ 23, ପଲ୍ଲବୀରେ 4, ଭାଷା ମହକରେ 60, କଳା ଶିକ୍ଷାରେ 22, କ୍ରୀଡ଼ା ଯୋଗରେ 18, ଆମ ବିଚିତ୍ର ବିଶ୍ୱରେ 4ଟି ଭୁଲ ରହିଛି। ତୃତୀୟ ଶ୍ରେଣୀ ବହିରେ 75ଟି ଭୁଲ ମଧ୍ୟରେ ଭାଷା ମହକରେ 35, ପଲ୍ଲବୀରେ 21, ଗଣିତ ମେଳାରେ 8, କଳା ଶିକ୍ଷାରେ 8ଟି ଭୁଲ ରହିଛି। ସେହିପରି ଦ୍ୱିତୀୟ ଶ୍ରେଣୀରେ ମାତ୍ର 2ଟି ବହି, ସେଥିରେ 12ଟି ଭୁଲ ରହିଛି। ସାହିତ୍ୟ ବହି ଝୁଲଣାରେ 10ଟି, ଗଣିତରେ 2ଟି ଭୁଲ ଚିହ୍ନଟ କରାଯାଇଛି। ପ୍ରଥମ ଶ୍ରେଣୀ ଗୋଟିଏ ବହି ଝୁଲଣା, ସେଥିରେ ପୁଣି 7ଟି ଭୁଲ। ଏ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ପାଠ୍ୟପୁସ୍ତକ ପିଲାମାନଙ୍କର ଭବିଷ୍ୟତ ଗଠନରେ ସହାୟକ ହୁଏ। ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ ଏପରି ଦାୟିତ୍ୱ ନିମିତ୍ତକୁ କିପରି ଦିଆଯାଇ ଏପରି ମାଳମାଳ ଭୁଲ କରାଯାଇଛି ତାର ସମୀକ୍ଷା ହେବା ଉଚିତ। ଏନେଇ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସମ୍ପୂର୍ଣ୍ଣ ଭାବେ ନିଜକୁ ପ୍ରସ୍ତୁତ ନ କରି ଏଭଳି ଭୁଲ ତଥ୍ୟ ବନାନ ଥିବା ବହି ପିଲାଙ୍କୁ ଦେବା ଠିକ୍ ନୁହେଁ। ସରକାରୀ ନିୟମ ଅନୁଯାୟୀ ଯେତେବେଳେ ନୂତନ ପାଠ୍ୟପୁସ୍ତକ ପ୍ରଣୟନ କରାଯାଏ, ପ୍ରଥମେ ବିଷୟଭିତ୍ତିକ ଅଭିଜ୍ଞ ଶିକ୍ଷକଙ୍କୁ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଏ। ସେହି ସ୍କ୍ରିପ୍ଟ ବା ପାଣ୍ଡୁଲିପିକୁ ଏକ ଯାଞ୍ଚ କମିଟି ଦ୍ୱାରା ତଦାରଖ କରାଯାଏ। ସେ ସମୟରେ ସ୍କ୍ରିପ୍ଟରେ ଥିବା ଭୁଲ ଧରାପଡ଼େ ଓ ଆବଶ୍ୟକ ସ୍ଥଳେ ସଂଶୋଧନ କରାଯାଏ। ତାପରେ ତା ପ୍ରିଣ୍ଟ ପାଇଁ ପ୍ରେସକୁ ଯାଏ। ପ୍ରଥମେ ଗୋଟିଏ ଗୋଟିଏ କପି ପ୍ରିଣ୍ଟ ହୋଇ ପ୍ରୁଫ୍ ରିଡ୍ ପାଇଁ ପ୍ରୁଫ୍ ରିଡିଂ କମିଟିକୁ ଆସେ। ପ୍ରୁଫ୍ ରିଡର ମାନେ ସେହି ପ୍ରିଣ୍ଟର ସ୍ପେଲିଂ ଠାରୁ ଆରମ୍ଭ କରି ଆମୂଳଚୂଳ ତଦାରଖ କରି ଆବଶ୍ୟକ ସଂଶୋଧନ କରିଥାନ୍ତି, ଫାଇନାଲ ପ୍ରିଣ୍ଟ ପାଇଁ ପଠାଇଥାନ୍ତି। ଫାଇନାଲ ପ୍ରିଣ୍ଟ ପରେ ବାଇଣ୍ଡିଂ ହୋଇ ପୁସ୍ତକ ପ୍ରକାଶ ପାଏ। ଫଳରେ ଭୁଲର ମାତ୍ରା ଶୂନ। ଏଠାରେ ସେହି ନିୟମ ଅନୁଯାୟୀ କରାଯାଇନି। ଯଦିବା କରାଯାଇଛି, ଯେଉଁ ଯାଞ୍ଚ କମିଟି ଠାରୁ ପ୍ରୁଫ୍ ରିଡିଂ କମିଟି ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଅନଭିଜ୍ଞ କିମ୍ବା କୌଣସି ସୁପାରିଶ ଦ୍ୱାରା ସେ ସ୍ଥାନକୁ ଆସିପାରିଛନ୍ତି।